ନମସ୍କାର ସାଙ୍ଗମାନେ, ତୋରି ପାଇଁ ତୋ ପାଇଁ ଦେଖିବାକୁ ଜମା ବି ଭୁଲନ୍ତୁ ନାହିଁ। ଚିକିର ହେଲା ମୃତ୍ୟୁ ମାତୃ ଦିବସରେ। ସତରେ କ'ଣ ରାମଙ୍କ ଡାକ ଶୁଣି ମା ଦେବୀ ମାଙ୍କ ଆଶୀର୍ବାଦରୁ ବଞ୍ଚିପାରିବେ କି ଚିକି? ଯେତେବେଳେ ମାତୃ ଦିବସର ସେଲିବ୍ରେଟ୍ କରିବା ପାଇଁ ଚିକି ସମସ୍ତଙ୍କୁ ଡାକିଛନ୍ତି ଆଉ ନିଜ ମନ କଥା କହୁଛନ୍ତି ଖୁସିରେ। ଆଉ ସୁଗନ୍ଧା ଆଉ ଆଈ ସେଇ ସମୟରେ ବହୁତ କାନ୍ଦୁଛନ୍ତି, କିନ୍ତୁ କିଛି କହିପାରୁନାହାନ୍ତି। କହୁଛନ୍ତି ଚିକି, ଆମେ ଏମିତି ଭୁଲ କରିଛୁ, ଆମେ ତତେ କହିବି ପାରୁନୁ, ଆଉ ଏମିତି କାମ କରିବାକୁ ଆମକୁ ବାଧ୍ୟ କରାଯାଇଛି। ଏ ଛୁଆ ତୋ ଛୁଆ ଏ ଦୁନିଆକୁ ଆସୁ ବୋଲି ଆମେ ଚାହୁଁନାହୁଁ, ତାକୁ ମାରିଦେବା ପାଇଁ ଚାହୁଁଛୁ ତତେ ବଞ୍ଚେଇବାକୁ ଯାଇ। ଏ କଥା କହିକି ନିଜ ମନେ ମନେ ଆଈ କଥା କହୁଛନ୍ତି। ତାପରେ ଏପଟରେ ରୁହି ବହୁତ ଜୋର ରାଗିକି ଅଛନ୍ତି। ସେହି ସମୟରେ ଯେତେବେଳେ କେକ୍ କାଟିବାକୁ ଚାହୁଁଛନ୍ତି ସମସ୍ତ ସ୍ତ୍ରୀ ଲୋକଙ୍କ ସହିତ, ଚିକିକି ବହୁତ ସାରା ଆଶୀର୍ବାଦ ଆଉ ଭଲ ପାଇବା ବି ସ୍ତ୍ରୀ ଲୋକମାନେ ଦେଉଛନ୍ତି। ସେହି ସମୟରେ ନାଗସାପଟି ଆସିକି ଚିକିଙ୍କ ଗୋଡ଼ ପାଖରେ ରହିଛି। ଆଉ ଯେତେବେଳେ ଆଈ କେକ୍ ଟିକେ କାଟିଛନ୍ତି ଆଉ ଚିକି ପାଟିରେ ଦେବାକୁ ଯାଇଛନ୍ତି, ସେହି ସମୟରେ ଚିକି ଏକୁ ଗୋଡ଼କୁ କ'ଣ ଗୋଟେ କାମୁଡ଼ି ଦେଉଛି। କହିକି ସେ ଯେତେବେଳେ ଚିତ୍କାର କରୁଛନ୍ତି, କିନ୍ତୁ କିଛି ନ ଭାବି ସେ ଯେତେବେଳେ ଗୋଡ଼ଟିକୁ ଆଣିଛନ୍ତି ହେରି, ଆଉ ତାପରେ ଆଈ ଯେତେବେଳେ ଖୁଆଇବାକୁ ଯାଉଛନ୍ତି ସେହି ସମୟରେ ତାଙ୍କ ମୁଣ୍ଡ ବୁଲେଇ ଦେଉଛି ଆଉ ସେ ତଳେ ପଡ଼ି ଯାଉଛନ୍ତି। ତାପରେ ରାମ ଆସିକି ତାଙ୍କୁ କୋଳରେ ଧରିକି କହୁଛନ୍ତି, ଚିକି ଚିକି ତମର କ'ଣ ହେଲା, ଆଉ ଆଖି ଖୋଲ। ସେହି ସମୟରେ ଗୋଟେ ସ୍ତ୍ରୀ ଲୋକ କହୁଛନ୍ତି ଯେ, ଆଉ ଦେଖ ଦେଖ ସେପଟେ ସାପ ଚାଲିଗଲା, ଆଉ ବୋଧେ ଚିକିକି ସାପ କାମୁଡ଼ି ଦେଇଛି, ଆଉ ତା ଦେହ ସାରା ନୀଳ ହୋଇଗଲା। ଆଉ ଏବେ କ'ଣ ହେବ? ଯଦି ଚିକିର କିଛି ହେଇଯାଏ, ତା ପିଲାର କିଛି ହେଇଯାଏ, ଯଦି ଚିକି ବି ବଞ୍ଚିଯାଏ, ତା ପିଲା ବୋଧେ ଲାଗୁଛି ବଞ୍ଚିବନି। ଏ କଥାକୁ ନେଇକି ସମସ୍ତେ ଟେନସନରେ ଥିବାବେଳେ ଲକି ବି ଟେନସନରେ ଅଛନ୍ତି, କିନ୍ତୁ ରୁହି ନିଜ ମନେ ମନେ ହସୁଛନ୍ତି ଆଉ କହୁଛନ୍ତି ଯେ, ମୁଁ ଏବେ ଏମିତି କାମ କରିଛି ଯାହାକି ଚିକି ତୁ ସବୁଦିନ ପାଇଁ ଆଖି ବୁଜିଦେବ, ଆଉ ତୋ ସହିତ ତୋ ଛୁଆ ବି ଆଖି ବୁଜିଦେବ, ଆଉ ତମେ ଦୁନିଆରୁ ସବୁଦିନ ପାଇଁ ଚାଲିଯିବ। ଏ କଥା ମନେ ମନେ କହି ହେଉଛନ୍ତି। ଏ କଥାକୁ ନେଇ ଯେତେବେଳେ ନିଜ ମୁଣ୍ଡରେ ଟେନସନ ରଖିଛନ୍ତି ରୁହି, ସେହି ସମୟରେ ଚିକିଙ୍କି ଧରିକି କୋଳରେ ବାରମ୍ବାର କାନ୍ଦୁଛନ୍ତି ଆଉ ଚିତ୍କାର କରୁଛନ୍ତି। ଲକି ଫୋନ୍ କରୁଛନ୍ତି ଆମ୍ବୁଲାନ୍ସକୁ। ତାପରେ ଏପଟରେ ଆଇମା ଆଉ ସୁଗନ୍ଧା ବି କାନ୍ଦୁଛନ୍ତି, କିନ୍ତୁ କିଛି କହିପାରୁନାହାନ୍ତି। ତାପରେ ଦେବୀ ମାଙ୍କ ପାଖରେ ଆସିକି ହାତ ଯୋଡ଼ିକି ସୁଗନ୍ଧା ଆଉ ଆଇମା କହୁଛନ୍ତି ଯେ, ଆମରି ଭୁଲ ପାଇଁ ଆମେ ଆଜି ଏତେ ବଡ଼ ଦଣ୍ଡ ଦେଲୁ ଚିକିକି। ହେ ଦେବୀ ମା, ଆମେ କ'ଣ କରିବୁ? ତାପରେ ଏମିତି କହିକି କାନ୍ଦିକି ନିଜ ଭୁଲକୁ ନିଜେ ସ୍ୱୀକାର କରୁଛନ୍ତି। ଏପଟରେ ରାମ ଯେତେବେଳେ କୋଳରେ ଧରିକି ବସିଛନ୍ତି ଚିକିକୁ ଆଉ କହୁଛନ୍ତି, ଚିକି ତୁମର ଜୀବନ ଫେରି ପାଇବା ବହୁତ ଆବଶ୍ୟକ। ଯଦି ତମେ ଦେବୀ ମାଙ୍କ ଆଶୀର୍ବାଦରୁ ନ ଫେର, ତାହେଲେ ମୁଁ କ'ଣ କରିବି? ମୁଁ ଦେବୀ ମାଙ୍କୁ କେବେ ବି ହେଲେ ସେମିତି ଛାଡ଼ିପାରିବି ନାହିଁ। ଆଉ ଦେବୀ ମା, ତୁମକୁ ଆଜି ଗୋଟେ ଝିଅର, ତମକୁ କହନ୍ତି ନା ସବୁବେଳେ ମୋ ମମି ହିଁ ମୋ ପାଇଁ ବେଷ୍ଟ, ଆଉ ମୋତେ ହିଁ ସେ ସବୁ ବିପଦରୁ ରକ୍ଷା କରିବେ। ଆଜି ଏମିତି ବିପଦ ଗୋଟେ ଆସିଛି, ଆଉ ସେ ବିପଦରୁ ରକ୍ଷା କରନ୍ତୁ ଦେବୀ ମା କହିକି ତାଙ୍କ ପାଖକୁ ଯାଉଛନ୍ତି। ଆଉ ତମେ ଯଦି ତାଙ୍କୁ ରକ୍ଷା ନ କରିବ ତାହେଲେ କ'ଣ ହେବ? ଆଉ ଏମିତି କହୁଛନ୍ତି ଯେତେବେଳେ, ସେହି ସମୟରେ ଦେବୀ ମାଙ୍କ ପାଖରେ ବାରମ୍ବାର ଆକୁତି ମିନତି ହେଇକି କହୁଛନ୍ତି। ତାପରେ ରାମ କହୁଛନ୍ତି, ଯଦି ଦେବୀ ମା ତମେ ମୋ ଡାକ ନ ଶୁଣିବ, ତାହେଲେ ମୋ ମୁଣ୍ଡ ବାଡ଼େଇ ବାଡ଼େଇ ମରିଯିବି, ଆଉ ତମକୁ ଆଜି ହିଁ ମୋ ଡାକ ଶୁଣିବାକୁ ପଡ଼ିବ। ଏ କଥା ଦେବୀ ମାଙ୍କ ସାମ୍ନାରେ କହୁଛନ୍ତି, ଆଉ ଦେବୀ ମାଙ୍କର ବାରମ୍ବାର ଆସୁଛି। ଏ କଥାକୁ ନେଇକି ମୁଣ୍ଡ ପିଟିବାରେ ବ୍ୟସ୍ତ ଅଛନ୍ତି। ତାପରେ ସେହି ସମୟରେ ଦୁଆର ମୁହଁକୁ ଆସୁଛନ୍ତି ଦେବୀ ମା ଡକ୍ଟର ରୂପରେ। ତାପରେ ଚିକି ହୋସ୍କୁ ଜମା ବି ହେଲେ ଆସିନାହାନ୍ତି। ତାପରେ ଚିକିର ମୁଣ୍ଡକୁ ନିଜ କୋଳରେ ଥୋଉଛନ୍ତି ଆଉ ଆଉଁସି ପକାଉଛନ୍ତି, ଆଉ କହୁଛନ୍ତି, ଚିକି ତୁ ମୋ ଝିଅ, ମୁଁ କେବେ ବି ହେଲେ ତୋର କ୍ଷତି ହେବାକୁ ଦେବି ନାହିଁ, ଏମିତି କହୁଛନ୍ତି। ଏପଟେ ରାମ ମୁଣ୍ଡ ବାଡ଼େଇବାରେ ଲାଗିଛନ୍ତି। ଏବେ ସତରେ କ'ଣ ଚିକିକୁ ଦେବୀ ମାଙ୍କ ଆଶୀର୍ବାଦରୁ ଭଲ କରିପାରିବେ କି ଚିକି? ଆଉ ପୁଣି ଥରେ ନୂଆ ପୁନର୍ଜନ୍ମ ପାଇ ପୁଣି ରୁହି ସହିତ ନିଜକୁ କମ୍ପେୟାର କରି ଲଢ଼ି ପାରିବେ ଚିକି? ଆଉ ରାମ କ'ଣ ସବୁଦିନ ପାଇଁ ଚିକିକୁ ନିଜର କରିପାରିବେ, ଆଉ ଭଲ ପାଇକି ଦୁଇଜଣ ପୁଣି ଏକାଠି ହୋଇପାରିବେ, ଆଉ ତାଙ୍କ ପିଲା ସୁସ୍ଥ ସବଳ ହୋଇ ଦୁନିଆକୁ ଆସିପାରିବ ସବୁ ଚକ୍ରାନ୍ତକୁ ଫେଲ୍ କରି?